एमिती एका एका शिकार करिवाटा बहुत कष्ट। मु जाउची गोटे सांग खोजिबी आउ ता सहित मिसिकी शिकार करिबी। नहले मु एकुटिया किछि भी शिकार करि परिबिनी। एमिती भोक उपासरे मरिजिबी। मु एबे जाए गोटे सांग खोजे। এই বগটাକୁ যদি ମୁଁ ଆଜି ଧରି ପାରନ୍ତି ତାହେଲେ ତ ମଜା ଆସିଯାଆନ୍ତା। ଆଜିକାଲି ପଶୁପକ୍ଷୀମାନେ ତ ବହୁତ ଚାଲାକ ହେଇଗଲେଣି, ହାତରେ ହିଁ ପଡ଼ୁନାହାନ୍ତି। ମୁଁ ଯାଏ ଏଇ ବଗଟାକୁ ଧରିବା ପାଇଁ ଚେଷ୍ଟା କରେ। ଛେ, ଆଜି ବି ମୁଁ କିଛି ଶିକାର କରିପାରିଲିନି। ଏମିତି ଯଦି ସବୁଦିନେ ମୁଁ କିଛି ଶିକାର କରିପାରିବିନି ତାହେଲେ ତ ମୁଁ ଭୋକ ଉପାସରେ ମରିଯିବି। ମୁଁ ଗୋଟେ କାମ କରିବି, ମୁଁ ଯାଉଛି ଗୋଟେ ସାଙ୍ଗ କରିବି, ତା ସହିତ ମିଶିକି ଶିକାର କରିବି। ଆରେ ଶିଆଳ, ତୁ ଏଠି ଏକୁଟିଆ କ'ଣ କରୁଛୁ? ମୋତେ ଲାଗୁଛି ତୁ ବହୁତ ଦୁଃଖରେ ଅଛୁ। ଆଉ କ'ଣ କହିବି ଭାଲୁ ଭାଇ, ବହୁତ ଦିନ ହେଇଗଲାଣି ମୁଁ କିଛି ଶିକାର କରିପାରୁନି। ପଶୁପକ୍ଷୀମାନେ ବହୁତ ଚାଲାକ ହେଇଗଲେଣି, ଆଉ ହାତରେ ହିଁ ଆସୁନାହାନ୍ତି। ଆରେ ଶିଆଳ, ମୋର ବି ସେଇ ଅବସ୍ଥା। ମୁଁ ବି ଭଲ କି ଶିକାର କରିପାରୁନି। ହଁ ଭାଲୁ ଭାଇ, ଆଜିକାଲି ପଶୁପକ୍ଷୀମାନେ ବହୁତ ଚାଲାକ ହେଇଗଲେଣି। ଆରେ ଶିଆଳ, ମୁଁ ଗୋଟେ କଥା କହିବି, ତୁ ମାନିବୁ କି? ହଁ ଭାଲୁ ଭାଇ, କୁହ। ଆରେ ଶିଆଳ, ମୁଁ କ'ଣ କହୁଥିଲି କି, ଚାଲ ଆମେ 2 ଜଣ ମିଶିକି ଶିକାର କରିବା। 2 ଜଣ ମିଶିକି ଶିକାର କରିଲେ ଶିକାର କରିବାଟା ବହୁତ ସହଜ ହେବ। ହଁ ଭାଲୁ ଭାଇ, ମୁଁ ବି ଭାବୁଥିଲି କାହା ସହିତ ମିଶିକି ଶିକାର କରିବା ପାଇଁ। ଭାଲୁ ଭାଇ, ଚାଲ ଆମେ 2 ଜଣ ମିଶିକି ଶିକାର କରିବା। ଭାଲୁ ଭାଇ, ଦେଖ ଏଇ ନଦୀରେ ବହୁତ ମାଛ ଅଛନ୍ତି। ଚାଲ ଏଇ ନଦୀରୁ ମାଛ ଧରିବା। ଆରେ ହଁ, ଏଇଠି ତ ବହୁତ ମାଛ ଅଛନ୍ତି। ଚାଲ ଆମେ 2 ଜଣ ମିଶିକି ଏଇଠୁ ମାଛ ଧରିବା। ଆରେ ଶିଆଳ, ଆମେ ତ ବହୁତ ଗୁଡ଼ାଏ ମାଛ ଧରି ସାରିଲେଣି। ଚାଲ ଏଇ ମାଛ ଗୁଡ଼ାକୁ ନେଇକି ମୋ ଗୁମ୍ଫାରେ ଭାଗ ବାଣ୍ଟିକି ଖାଇବା। ହଉ ଠିକ୍ ଅଛି ଭାଲୁ ଭାଇ, ଚାଲ।
ଆରେ ଶିଆଳ, ଚାଲ ତାହେଲେ ଏଇ ମାଛ ଗୁଡ଼ାକୁ ଭାଗ କରିକି ଖାଇଦେବା। ନା ନା ଭାଲୁ ଭାଇ, ଆମେ ଏଇ ମାଛ ଗୁଡ଼ାକୁ ଏମିତି ଖାଇବାନି। ଆଉ ତାହେଲେ କେମିତି ଖାଇବା? ଭାଲୁ ଭାଇ, ଏଇ ମାଛ ଗୁଡ଼ାକୁ ଆମେ ପାଣି ହାଣ୍ଡିରେ ଗରମ କରିକି ଖାଇବା। ସେମିତି ଖାଇଲେ ବହୁତ ଟେଷ୍ଟି ଲାଗେ। ହେଁ, ମାଛ ଗୁଡ଼ାକୁ କିଏ ପାଣି ହାଣ୍ଡିରେ ଗରମ କରିକି ଖାଏ ନା କ'ଣ? ହଁ ଭାଲୁ ଭାଇ, ମାଛ ଗୁଡ଼ାକୁ ଯଦି ପାଣିରେ ଗରମ କରିକି ଖାଇବ ତାହେଲେ ତା ଟେଷ୍ଟ ବଢ଼ିଯିବ। ଆରେ ଶିଆଳ, ତୁ କ'ଣ ସତ କହୁଛୁ? ଏଇ ମାଛ ଗୁଡ଼ାକୁ ପାଣିରେ ଗରମ କରିକି ଖାଇଲେ ଏଇ ମାଛ ଗୁଡ଼ାର ଟେଷ୍ଟ ବଢ଼ିଯିବ? ହଁ ଭାଲୁ ଭାଇ, ତମେ ଆଗେ ଖାଇକି ତ ଦେଖ, ତାପରେ ନିଜେ ଜାଣିପାରିବନି। ହଉ ତାହେଲେ ଚାଲ ଏଇ ମାଛ ଗୁଡ଼ାକୁ ପାଣିରେ ଗରମ କରିକି ଖାଇବା। ଭାଲୁ ଭାଇ, ଶୁଖିଲା କାଠ ତ ସରିଗଲାଣି, ଏବେ ଆମେ ଚୁଲିକୁ କେମିତି ଜଳେଇବା? ଆରେ ଶିଆଳ, ମୋତେ ଲାଗୁଛି ଏଇ ମାଛ ଗୁଡ଼ା ହେଇଗଲାଣି, ଆଉ ଚୁଲି ଜଳେଇବାକୁ ପଡ଼ିବନି। ନା ନା ଭାଲୁ ଭାଇ, ହେଇନି, ଏବେ ମାଛ ଖାଇ ହେବନି। ଭାଲୁ ଭାଇ, ତମେ ଗୋଟେ କାମ କର, ତମେ ଏଇ ଜଙ୍ଗଲରୁ ଯାଇକି ଶୁଖିଲା ଶୁଖିଲା କାଠ ନେଇକି ଆସ, ନହେଲେ ଏଇ ମାଛ ଗୁଡ଼ାକୁ ଖାଇଲେ ଭଲ ଲାଗିବନି। ଭାଲୁ ଭାଇ, ତମେ ଯାଅ କାଠ ନେଇକି ଆସ। ହଉ ଠିକ୍ ଅଛି, ମୁଁ ଯାଉଛି ତାହେଲେ ଶୁଖିଲା ଶୁଖିଲା କାଠ ନେଇକି ଆସିବି। ଭାଲୁକୁ ତ ବୋକା ବନେଇକି ମୁଁ କାଠ ଆଣିବା ପାଇଁ ପଠେଇଦେଲି। ମୁଁ ଏବେ ଯାଏ କିଛି ମାଛ ଖାଇଦିଏ। ଆରେ, ମୁଁ ତ ମାଛ ଖାଉ ଖାଉ ସବୁ ମାଛ ଗୁଡ଼ାକୁ ଖାଇଦେଲି। ଏବେ ମୁଁ କ'ଣ କରିବି? ତାହେଲେ ତ ଏବେ ମୋତେ ଭାଲୁକୁ ବୋକା ବନେଇବା ପାଇଁ ପଡ଼ିବ, ନହେଲେ ଭାଲୁ ମୋତେ ଖାଇଯିବ। ହଁ, ଆରେ ଶିଆଳ, ଚୁଲି କ'ଣ ଲିଭି ଯାଇଛି? ଆଉ ଏଇ ହାଣ୍ଡିରେ କ'ଣ ଗୋଟେଇ ମାଛ ନାହିଁ? ସବୁ ମାଛ ଗୁଡ଼ା କୁଆଡ଼େ ଗଲା? ଭାଲୁ ଭାଇ, କାଠ ଗୁଡ଼ା ସବୁ ଏଇ ଚୁଲିରେ ଜଳିକି ସରିଗଲା, ଆଉ ଏଇ ହାଣ୍ଡିର ପାଣି ଥଣ୍ଡା ହେଇଗଲା। ଆଉ ତମେ କାଠ ଆଣିବା ପାଇଁ ବହୁତ ଡେରି କଲ, ସେଥିପାଇଁ ମାଛ ଗୁଡ଼ା ଏଇ ଥଣ୍ଡା ପାଣିରେ ମିଶିଗଲେ। ହେଁ, ମାଛ ଗୁଡ଼ା ଏଇ ଥଣ୍ଡା ପାଣିରେ ମିଶିଗଲେ? ମୁଁ ଭାବୁଥିଲି ଏତେ ଦିନ ପରେ ଆଜି ଟିକେ ଭଲ କି ମାଛ ଖାଇବି ବୋଲି, କିନ୍ତୁ ଆଜି ବି ଏଇ ମାଛ ଗୁଡ଼ାକୁ ମୁଁ ଖାଇପାରିଲିନି।